ସୁଦର୍ଶନ ବାବୁ ଆଜି ଭାରି ଖୁସି ଥିଲେ। ତାଙ୍କ ଝିଅ ପୂଜାର ବିବାହ ସୌରଭ ସହିତ ସ୍ଥିର ହୋଇଗଲା। ସୌରଭ ବହୁତ ଭଲ ଘରର ପିଲା। ଭଲ ଚାକିରି ମଧ୍ୟ କରୁଛନ୍ତି। ତାଙ୍କର ବାପା ମା ଭଲ ସ୍ୱଭାବର। କିଛି ଦିନ ଭିତରେ ନିର୍ବନ୍ଧ ସରିଗଲା। ବିବାହର ତାରିଖ ବି ଠିକ୍ ହୋଇଗଲା। ବିବାହର କିଛି ଦିନ ପୂର୍ବରୁ ଦିନେ ସୌରଭଙ୍କ ଘରୁ ସୁଦର୍ଶନ ବାବୁଙ୍କୁ ମଧ୍ୟାହ୍ନ ଭୋଜନ ସହିତ ବିବାହ ପାଇଁ କିଛି ଆଲୋଚନା କରିବା ପାଇଁ ନିମନ୍ତ୍ରଣ କରାଗଲା। ସୁଦର୍ଶନ ବାବୁଙ୍କର ଦେହ ଭଲ ରହୁନଥିଲା। ତଥାପି ସେ ମନା କରି ପାରିଲେ ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଯାଇ ପହଞ୍ଚିଗଲେ। ସୌରଭ ଓ ତାଙ୍କ ପିତାମାତା ତାଙ୍କର ଭଲ ଭାବରେ ଆଦର ସତ୍କାର କଲେ। ପ୍ରଥମେ ତାଙ୍କ ପାଇଁ ଚା ଆସିଲା। ସୁଦର୍ଶନ ବାବୁଙ୍କୁ ସୁଗାର ପାଇଁ ଚିନି ଚା ପିଇବା ମନା ଥିଲା। ତଥାପି ସେ ସଙ୍କୋଚରେ କିଛି କହିପାରିଲେ ନାହିଁ। ଚା ପିଆ ଆରମ୍ଭ କଲେ। ପ୍ରଥମ ଢୋକ ନେଉ ନେଉ ଚମକି ଉଠିଲେ। ଚାରେ ଚିନି ବିଲକୁଲ ନଥିଲା। ଗୁଜୁରାତି ବାଲା ଚା ଥିଲା। ସୁଦର୍ଶନ ବାବୁ ଭାବିଲେ ଏମାନେ ବୋଧହୁଏ ମୋ ପରି ଚା ପିଅନ୍ତି। ତାପରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ଖାଦ୍ୟ ସବୁ ବିଲକୁଲ ତାଙ୍କ ଘର ପରି ଥିଲା। କମ୍ ତେଲ ମସଲାରେ ପ୍ରସ୍ତୁତ ହୋଇଥିଲା। ଖାଇବା ପରେ ସୁଦର୍ଶନ ବାବୁଙ୍କୁ ବିଶ୍ରାମ ପାଇଁ କୁହାଗଲା। ପାଖରେ ପତଳା ଚାଦର ରଖାଯାଇଥିଲା। ଆଉ ଦୁଇଟି ତକିଆ ମଧ୍ୟ। ଆଶ୍ଚର୍ଯ୍ୟ ହୋଇଥିଲେ ସୁଦର୍ଶନ ବାବୁ। ଶୋଇଲା ବେଳେ ସେ ସର୍ବଦା ଦୁଇଟି ତକିଆ ବ୍ୟବହାର କରନ୍ତି ବୋଲି ଏମାନେ କିପରି ଜାଣିଲେ? ଶୋଇ ଉଠିଲା ପରେ ପାନମଧୁରୀ ମିଶ୍ରିତ ପାଣି ପିଇବା ପାଇଁ ଦିଆଗଲା। ଏଥର ତ ସେ ଏକଦମ ଚକିତ ହୋଇଗଲେ। ଏଇ କିଛିଦିନ ହେବ ଅସୁସ୍ଥତା ପାଇଁ ସେ ଏହି ପାଣିର ସେବନ କରୁଥିଲେ। ସେଠାରୁ ବିଦାୟ ନେଲାବେଳେ ସୁଦର୍ଶନ ବାବୁ ଆଉ ରହିପାରିଲେ ନାହିଁ। ସେ ପଚାରିଦେଲେ, ମୋତେ କ'ଣ ଖାଇବା ଦରକାର, କ'ଣ ପିଇବା ଦରକାର, ମୋ ସ୍ୱାସ୍ଥ୍ୟ ପାଇଁ ଯାହା ଭଲ, ଏସବୁ କଥା ଆପଣମାନେ କିପରି ସଠିକ୍ ଭାବରେ ଜାଣିଲେ? ଝିଅର ଶାଶୁ ଧୀର ଭାବରେ କହିଲେ କି କାଲି ରାତିରେ ଆପଣଙ୍କ ଝିଅ ପୂଜାର ଫୋନ୍ ଆସିଥିଲା। ଆଉ ସେ କହିଥିଲା ମୋ ବାପାଙ୍କ ଶରୀର ଅସୁସ୍ଥ ଅଛି। ସେ ଭାରି ସରଳ ଓ ଚୁପଚାପ ସ୍ୱଭାବର। ଆପଣମାନେ ଯାହା ଦେବେ ସେ ମନା ନକରି ସବୁ ଖାଇଦେବେ। ତେଣୁ ଦୟାକରି ତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। ଆଉ ସେ ଆପଣ କ'ଣ ଖାଇବେ ଆଉ ଆପଣଙ୍କୁ କ'ଣ ଆବଶ୍ୟକ ଆମକୁ ଜଣାଇଥିଲା। ସୁଦର୍ଶନ ବାବୁଙ୍କ ଆଖିରୁ ଲୁହ ବୋହି ଯାଇଥିଲା। ଘରକୁ ଫେରି ଆସିଲେ। ଘରେ ପହଞ୍ଚି ସେ ଡ୍ରଇଂ ରୁମରେ ଲାଗିଥିବା ତାଙ୍କ ସ୍ୱର୍ଗବାସୀ ମାଙ୍କ ଫଟୋରୁ ହାର କାଢ଼ି ଦେଇଥିଲେ। ତାଙ୍କର ପତ୍ନୀ ପଚାରିଥିଲେ, ଏ କ'ଣ କରୁଛ? ମାଙ୍କ ଫଟୋରୁ ହାର କାହିଁକି କାଢ଼ିଦେଲ? ସୁଦର୍ଶନ ବାବୁ ଲୁହଭିଜା କଣ୍ଠରେ କହିଥିଲେ, ମୋ ମା ଏବେ ବି ଘରେ ବଞ୍ଚିଛି। ମୋ ଧ୍ୟାନ ରଖିବା ପାଇଁ କେଉଁଠିକି ଯାଇନାହିଁ। ସେ ମୋ ଝିଅ ରୂପରେ ଏଇଠି ଅଛି। ଏହା କହି ସେ ଭୋ ଭୋ କାନ୍ଦି ଉଠିଲେ ଓ ସେଦିନର ସବୁ କଥା ପତ୍ନୀଙ୍କୁ କହିଲେ। ଦୁନିଆରେ ସମସ୍ତେ କହନ୍ତି ଝିଅଟିଏ ଦିନେ ଘର ଛାଡ଼ି ଚାଲିଯିବ। କିନ୍ତୁ ମୁଁ ଦୁନିଆରେ ସବୁ ବାପ ମାଙ୍କୁ କହିବି ଝିଅଟିଏ କେବେ ତାର ବାପ ମାଙ୍କୁ ଛାଡ଼ି ଯାଏ ନାହିଁ। ବରଂ ତାଙ୍କ ହୃଦୟରେ ସବୁଦିନ ପାଇଁ ରହିଥାଏ। ସାଙ୍ଗମାନେ ଏହି ଝିଅ ଗପଟିକୁ ସେୟାର କରନ୍ତୁ। ଶୁଣିବା ଲୋକମାନେ ଜାଣନ୍ତୁ ଝିଅଟି ପରିବାର ପାଇଁ କେବେ ବୋଝ ନୁହେଁ। ଗର୍ବରେ କୁହନ୍ତୁ ମୁଁ ଏକ ଝିଅର ବାପା। ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ମୁଁ ପୁଣି ଆସିବି ଆଉ ଏକ ସୁନ୍ଦର ଗପକୁ ନେଇ। ଜୟ ଜଗନ୍ନାଥ।